3 ଅଧ୍ୟାୟ ରଥଯାତ୍ରା ବିଧାନ। ଜୈମିନୀ କହିଲେ, ହେ ମୁନିଗଣ, ଏବେ ମୁଁ ମହାବେଦୀ ମହୋତ୍ସବ ପ୍ରସଙ୍ଗ କହୁଛି, ଶ୍ରବଣ କରନ୍ତୁ। ମହାବେଦୀ ମହୋତ୍ସବ ମାନେ ରଥ ନିର୍ମାଣ ପାଇଁ କାଷ୍ଠ ଚୟନ, ରଥ ନିର୍ମାଣ ଓ ରଥମାନଙ୍କର ଶ୍ରୀବିଗ୍ରହମାନଙ୍କର ଆରୋହଣ ଅର୍ଥାତ୍ ରଥଯାତ୍ରା। ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟ, ଅକ୍ଷୟ ତୃତୀୟ, ରୋହିଣୀ ନକ୍ଷତ୍ର ଯୁକ୍ତ ହେଲେ ସକଳ ପାପ ନାଶନୀ ହୁଏ। ଏହି ଦିନ ନୃପତି ଆଚାର୍ଯ୍ୟ ପାର୍ଷଦଗଣଙ୍କୁ ନେଇ ଅରଣ୍ୟ ଯାତ୍ରା କରିବେ ଓ ରଥ ନିମିତ୍ତ ଉଦ୍ଦିଷ୍ଟ କାଷ୍ଠ ପାଇଁ ନିର୍ଦ୍ଦିଷ୍ଟ ବୃକ୍ଷ ମୂଳରେ ଘୃତଧାର ଦେଇ ହୋମ ଆରମ୍ଭ କରିବେ। କ୍ଷେତ୍ରପାଳଙ୍କୁ ବଳି ପ୍ରଦାନ କରି ବୃକ୍ଷମାନଙ୍କୁ କ୍ଷୀର ଅରୁଆ ଚାଉଳ ଦେଇ ବରଣ କରିବେ। ଭଗବାନ ଗରୁଡ଼ଧ୍ୱଜକୁ ଚିନ୍ତା କରି ବୃକ୍ଷମାନଙ୍କୁ ଅଳ୍ପ ଛେଦନ କରିବେ। ବୃକ୍ଷ ଛେଦନ ପାଇଁ କଟାଳିମାନଙ୍କୁ ନିଯୁକ୍ତ କରି ଗୀତ ବାଦ୍ୟ ନାଦରେ ଛେଦନ କାର୍ଯ୍ୟ କରିବେ। ଯଦି ରଥ ନିର୍ମାଣ ପାଇଁ ପୂର୍ବରୁ ରଖାଯାଇଥିବା କାଷ୍ଠ ଉପଯୁକ୍ତ ବିବେଚନ କରାଯାଏ, ତେବେ ତାହାକୁ ହୋମାଦି ସଂସ୍କାର ବିଧାନ କରି କାର୍ଯ୍ୟରେ ଲଗାଇବେ। ବିଘ୍ନ ବିନାଶନ ଗଣପତିଙ୍କୁ ପୂଜା ଅର୍ଚ୍ଚନା କରି ରଥ ନିର୍ମାଣ ଆରମ୍ଭ କରିବେ। ମହାପ୍ରଭୁ ଜଗନ୍ନାଥଙ୍କ ରଥର ଚକ ସଂଖ୍ୟା 16 ହେବ ଏବଂ ପ୍ରତ୍ୟେକ ଚକରେ 16ଟି ଅର ରହିବ। ପହି ଏବଂ ତୁମ୍ବି ଦୃଢ଼ ଭାବରେ ନିର୍ମିତ ହେବା ଆବଶ୍ୟକ। ଦୁଇ ଚକକୁ ସଂଯୋଗ କରୁଥିବା ଅଖ ମଧ୍ୟ ଖୁବ୍ ମଜବୁତ ହେବା ଦରକାର। ରଥର ମଧ୍ୟ ଭାଗରେ ସୁଦୃଢ଼ ବେଦିକା ଓ ଚତୁଃପାର୍ଶ୍ୱରେ ବିଭିନ୍ନ କାଷ୍ଠ ପୁତ୍ତଳିକା ଶୋଭା ପାଇବେ। ରଥର 4ଟି ଦ୍ୱାର ଓ 4ଟି ତୋରଣ ରହିବ। ରଥଟି ନାନାଦି କାରୁକାର୍ଯ୍ୟରେ ବିମଣ୍ଡିତ ହେବ। ରଥ ଉପରେ 21 ହାତ ପତାକା ଲଗାଇବ ଏବଂ ପତାକା ରକ୍ତ ଚନ୍ଦନରେ ଗରୁଡ଼ଙ୍କର ଛବି ଅଙ୍କିତ ହେତୁ ତାହାକୁ ଗରୁଡ଼ଧ୍ୱଜ କୁହାଯିବ। ଗରୁଡ଼ର ଦେହ ସ୍ଥୂଳ, ନାସିକା ଦୀର୍ଘ, କର୍ଣ୍ଣଦ୍ୱୟ କୁଣ୍ଡଳୀ ବିଭୂଷିତ ଓ ସର୍ବାଙ୍ଗ ବିବିଧ ଅଳଙ୍କାରରେ ସଜ୍ଜିତ କରିବେ। ଚଞ୍ଚୁରେ ଗରୁଡ଼ ଏକ ସର୍ପ ଧରିଥିବେ ଏବଂ ପକ୍ଷଦ୍ୱୟ ଏପରି ଭାବରେ ଚିତ୍ରିତ କରିଥିବେ ଯେପରି ଦେଖିଲେ ଲାଗି ମନେ ହେବ ଗରୁଡ଼ ପକ୍ଷଦ୍ୱୟ ବିସ୍ତାର କରି ଆକାଶ ମାର୍ଗରେ ଉଡ୍ଡୀୟମାନ। ଭଗବାନ ହରିଙ୍କ ରଥ ଶ୍ରୀଜଗନ୍ନାଥଙ୍କ ରଥ ସୁସଜ୍ଜିତ ପରିଷ୍କୃତ କରି ବେଦିକା ମଧ୍ୟରେ ଭଗବାନ ଉପବେଶନ କରିବା ପାଇଁ ସମସ୍ତେ ପ୍ରଯତ୍ନ କରିବେ। ଏହିପରି ଭାବରେ ବଳଭଦ୍ରଙ୍କ ଚତୁର୍ଦ୍ଦଶ ଚକ ବିଶିଷ୍ଟ ଏବଂ ସୁଭଦ୍ରାଙ୍କର ଦ୍ୱାଦଶ ଚକଯୁକ୍ତ ରଥ ନିର୍ମାଣ କରିବେ। ବଳଭଦ୍ର ଲାଙ୍ଗଳ ଧ୍ୱଜ ଓ ଦେବୀ ସୁଭଦ୍ରା ପଦ୍ମଧ୍ୱଜ ହୋଇଥିବାରୁ ସେମାନଙ୍କ ଧ୍ୱଜରେ ଲଙ୍ଗଳ ଏବଂ ପଦ୍ମ ଚିତ୍ରିତ କରିବେ। ଏହିପରି 3 ଗୋଟି ରଥ ନିର୍ମାଣ କରି ବିଧାନ ଅନୁସାରେ ରଥ ପ୍ରତିଷ୍ଠା କରିବେ। ଭଗବାନ ବିଷ୍ଣୁଙ୍କର ଚଳନ୍ତି ପ୍ରତିମା ବ୍ରାହ୍ମଣମାନଙ୍କ ପ୍ରତିଷ୍ଠା କାର୍ଯ୍ୟ ନିୟୋଜିତ କରିବେ। ଆଷାଢ଼ ମାସ ଶୁକ୍ଳ ପକ୍ଷରେ ଶୁଭ ତିଥି ଦେଖି ରଥ ପ୍ରତିଷ୍ଠା କରିବେ। ଦୃଷ୍ଟି ରଖିବେ ଯେପରି ରଥ ଉପରେ ମନୁଷ୍ୟ, ପକ୍ଷୀ, ମାର୍ଜାର, ନେଉଳ କିମ୍ବା ଅନ୍ୟ ଅଶୁଭ ପ୍ରାଣୀ ଆରୋହଣ ନ କରନ୍ତି। 3 ଦିନ ପରେ ରଥ ତ୍ରୟୋଦଶ ଉତ୍ତର ଦିଗରେ ଅଙ୍କୁରୋପଣ କରିବେ। ଭଗବାନ ରଥ ଆରୋହଣ କରି ଯେଉଁ ମାର୍ଗରେ ମହାବେଦୀକୁ ଗମନ କରିବେ, ସେ ମାର୍ଗକୁ ସଂସ୍କାର କରିବେ ଏବଂ ଦୈବାବସରେ ମାର୍ଗରେ କିମ୍ବା ରଥ ଉପରେ ଯଦି କିଛି ଅଘଟଣ ଘଟେ, ତେବେ ତାହାର ଶାନ୍ତି ବିଧି ନିମନ୍ତେ ଶାସ୍ତ୍ରୀୟ ମତରେ ବିଧାନ କରିବେ। ରାସ୍ତାରେ ଉଭୟ ପାର୍ଶ୍ୱକୁ ପୁଷ୍ପମାଲ୍ୟ, ତୋରଣ, ଚାମର ଦ୍ୱାରା ସଜ୍ଜିତ କରି ଗୁଳ୍ମ ଲତା ଆଦି ରଖିବେ, ଯେପରି ତାହା ଅରଣ୍ୟରେ ଭ୍ରମ ସୃଷ୍ଟି କରିବ। ଗମନ ରାସ୍ତା କଙ୍କରିଜ, ପଙ୍କିଳ କିମ୍ବା ଉଠାଣି ଗଡ଼ିନ ନ ହୋଇ ସମତଳ ହେବା ଆବଶ୍ୟକ, ଯେପରି ସମସ୍ତେ ରାସ୍ତାରେ ସୁଖରେ ବିଚରଣ କରିପାରିବେ। ମାର୍ଗରେ ସୁଗନ୍ଧ ଦ୍ରବ୍ୟର ସମ୍ଭାର ଏବଂ ଚନ୍ଦନ ଜଳ ସିଞ୍ଚନ କରିବେ। ନୃତ୍ୟ ଗୀତାଦିରେ ରଥ ଗମନ ରାସ୍ତା ମୁଖରିତ ହେଉଥିବ, ପୁଷ୍ପ ବର୍ଷଣ କରାଯାଉଥିବ ଏବଂ ନଗରବଧୂ ଅର୍ଥାତ୍ ବେଶ୍ୟାମାନେ ଅଳଙ୍କାର ଭୂଷିତ ହୋଇ ନୃତ୍ୟ କରୁଥିବେ। ଧ୍ୱଜଦଣ୍ଡ ମାନଙ୍କରେ ବିଭିନ୍ନ ରଙ୍ଗର ପତାକା ଉଡୁଥିବ ଏବଂ ବାଦ୍ୟ ନାଦରେ ଦାଣ୍ଡ ମୁଖରିତ ହେଉଥିବ। ଅଷ୍ଟ ଗଜମାନଙ୍କୁ ସୁସଜ୍ଜିତ କରି ପଟୁଆର ଆଗରେ ଚଳାଉଥିବେ। ନୃପତି ସମସ୍ତ କାର୍ଯ୍ୟକୁ ନିରୀକ୍ଷଣ କରି ପରମ ଭକ୍ତିରେ କାର୍ଯ୍ୟ ସମ୍ପନ୍ନ କରିବେ। ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ୱିତୀୟ ପୁଷ୍ୟ ନକ୍ଷତ୍ରଯୁକ୍ତ ତିଥିରେ ପ୍ରଭାତରୁ ମହାପ୍ରଭୁ ଜଗନ୍ନାଥଙ୍କୁ ଗୀତାଞ୍ଜଳି ପୁଟରେ ରଥଯାତ୍ରା ନିମନ୍ତେ ପ୍ରାର୍ଥନା କରିବେ। ହେ ପ୍ରଭୁ, ଆପଣଙ୍କର ଜୟ ହେଉ। ପୂର୍ବେ ଆପଣ ମହାରାଜ ଇନ୍ଦ୍ରଦ୍ୟୁମ୍ନଙ୍କୁ ରଥଯାତ୍ରା ପାଇଁ ଯେପରି ଆଦେଶ ଦେଇଥିଲେ, ମୁଁ ଠିକ୍ ସେପରି କାର୍ଯ୍ୟ କରିବାକୁ ଉଦ୍ୟତ ହେଉଛି। କୃପା କରି ତାହା ପୂର୍ଣ୍ଣ କରୁଥିବ। ଆପଣଙ୍କ କଟାକ୍ଷ ପାତ୍ରରେ ଚରାଚର ସମସ୍ତେ ପବିତ୍ର ହୁଅନ୍ତୁ ଓ ମୁକ୍ତି ଲାଭ କରନ୍ତୁ। ହେ ପ୍ରଭୁ, ଲୋକମାନଙ୍କୁ ଅନୁଗ୍ରହ କରିବା ପାଇଁ ଆପଣ ଏ ଘୋଷଯାତ୍ରାର ସୃଷ୍ଟି କରିଛନ୍ତି। ଏବେ ପ୍ରସନ୍ନ ହୋଇ ଭୂପୃଷ୍ଠରେ ପାଦ ପକାଇ ଆଗମନ କରନ୍ତୁ। ଗମନ କାଳରେ ସେବକମାନେ ଶକୁନ ସୂକ୍ତ ପାଠ କରୁଥିବେ ଏବଂ ବିଜୁଙ୍କ ଅଙ୍ଗରେ କସ୍ତୁରୀ, କୁଙ୍କୁମ, କର୍ପୂର, ଚୂର୍ଣ୍ଣ ସହ ପୁଷ୍ପ ବର୍ଷଣ କରୁଥିବେ। ସେ କାଳରେ ଗୀତନ୍ତେ ମନ୍ତ୍ର, ଜୟ ଧ୍ୱନି ଏବଂ ମଙ୍ଗଳ ଗୀତ ପାଠ ହେଉଥିବ। ଶୀତ ବନ୍ଦୀ ମାଗଧଗଣ ଭଗବାନଙ୍କର ସ୍ତୁତି ପାଠ କରୁଥିବେ ଏବଂ ନାରୀମାନଙ୍କର କଙ୍କଣ ଉତ୍ସବକୁ ମୁଖରିତ କରିଥିବ। ଜୟ ଜୟ ଧ୍ୱନି ମଧ୍ୟରେ ସମାବେତ ହୋଇ ପ୍ରଥମେ ବଳଭଦ୍ର, ସୁଭଦ୍ରା, ତାପରେ ପ୍ରଭୁ ଜଗନ୍ନାଥଙ୍କୁ ପହଣ୍ଡି କରି ରଥ ନିକଟକୁ ନେଇଯିବେ। ଭଗବାନଙ୍କ ଆଗରେ ସୁନ୍ଦର ଛତ୍ର ସମୂହ ଧାରଣ କରି ଆବଶ୍ୟକ ବ୍ରାହ୍ମଣ ସମସ୍ତେ ନିଜକୁ ସମ୍ପନ୍ନ ମଣୁଥିବେ। ପହଣ୍ଡିରେ କ୍ଳାନ୍ତ ସେବକମାନେ ରାସ୍ତାରୁ ଗୁଳିକା ଆସ୍ତରଣ ସହ ଗଦି ଉପରେ
गद्दी पर श्रीविग्रह विराजमान कराई पुनर्बार पहंडी करिवे। गीत बाद्य नाद एवं जयकार ध्वनि मध्य त्रिमूर्ति को निज निज रथ विमुति नहीं पुष्पमाल्य वस्त्र अलंकार द्वारा सुशोभित रथ वेदी मान मध्य विराजमान कराइबे। संपूर्ण भक्ति सहकार षोडश उपचार द्वारा पूजा करिवे। भगवान स्वयं निजे कहिथिबा अनुसार गुंडीचा मंडप को गमन करथिबारु याठू उत्कृष्ट यात्रा आ किछि नहीं। ए महावादी महोत्सव यात्रा दर्शन कले वैकुंठ वास हुए, कारण एपरी किछि पावन यात्रा शास्त्र मान उल्लेख नहीं। देवता मान स्वर्ग उत्सव को दर्शन कर स्वर्गवासी होता। ये महोत्सव नाम संकीर्तन कले सकल पाप दूर हुए। अधिक कौन कहवा, रथारूढ़ भगवान को दर्शन कले मनुष्य मान 7 कोटी जन्मर पाप क्षय हो जाए तथा रथ छाया खर्च कले ब्रह्महत्या पाप विदूरित हुए। रथ धूली शरीर में लगिले चितापर विनाश हुए। वृष्टिपात हेतु रथ मार्ग पंकल होते खातिर न कर रथयात्रा समापन करेंगे। रथरूढ़ भगवान को पाणीपात कले कोटि गोदान कन्यादान अश्वमेध जगह फल लाभ हुए। अनंतर भक्ति न थाए केवल अंतर भक्ति न थाए केवल कौशलवशत रथयात्रा दर्शन कले देवता मध्य तार पश्चात ग्रहण करते। समय जो मैंने सनातन दार ब्रह्म स्तोत्र मंत्रादि कि स्वरचित पदावली गान कर संस्कृत करते निष्पाप हो नारदादि महर्षि मान वैष्णव भाव में नित्यानंद लाभ करते। जो मैंने जय जयकार उच्चारण करते नृत्य गीत प्रति आकृष्ट होता कि ताल लय छल कि छंद किसी जानी न था से उपयुक्त वैष्णव मर्यादा लाभ करती। जो मैंने भगवान का नाम कीर्तन कर अनुगमन कर गुंडीचा मंदिर पर्यंत जाती से गर्भवास कष्ट भोगिया पड़े नहीं। जो मैंने परम ब्रह्म को सम्मुख चामर व्यंजन करती पुष्पवृष्टि करती आलट पकाती अवसर परिवेष्टित हो स्वर्ग को गमन कर बहुकल्प पर्यंत ब्रह्मलोक प्राप्त हो परिशेष मुक्ति लाभ करते। जो मैंने प्रभु सहस्र नाम पाठ कर रथ सहित गमन करती से देवता मान मान्य करती और वैकुंठ वास हुए। रथयात्रा काल स्वयं ब्रह्मा निज माया बल त्रिधारी विभक्त हो रथयात्रा जाते। ये महोत्सव समस्त नरपति माने निज निज राज्य करवा उचित। रथयात्रा काल इंद्रादि देवता माने स्वयं भगवान ब्रह्मा समस्त आत्मसम्मान अभिमान त्याग कर रथयात्रा सामिल हो गुंडीचा मंदिर पर्यंत जाती और रास्तार अनेक वैदिक मंत्र भगवान को स्तुति स्तव करते। जदिव भगवान जगन्नाथ और ब्रह्मा भितर किसी पार्थक्य नहीं तथापि महोत्सव महिमा दृष्टि यह कहुई। रथयात्रा अवसर में भगवान को समर्पित किंचित मात्र द्रव्य मेरुतिले फल प्रदान करते। जहाँ किसी सत्कार्य शुभ अनुष्ठान रथयात्रा अनुष्ठित हुए से कौन विधि निषेध देखा जाए नहीं और अक्षय पुण्य फलप्रद होता है। धूली दोषर तो निजक संपूर्ण भाव रथयात्रा नियोजित करते भक्त माने समस्त व्रत यज्ञ तीर्थर फल लाभ करते। भक्त वत्सल भगवान बलभद्र सुभद्रा सहित रथयात्रा छल 10 दिग को पुण्यमय कर निजर श्रीअंग स्पर्शित वायु द्वारा जीव मान समस्त पाप राशि को विदूरित करते। भगवान जगन्नाथ स्वयं मुक्तिप्रद हेले मायाग्रस्त विश्वासहीन जीव मान विश्वास जमाया निमंते रथयात्रा लीला करते। रथयात्रा काल में मध्याह्न उपस्थित हेले जग किरण समस्त संतापित हो जाते क्लांति आसे। रथरूढ़ भगवान संतापित भावी चंदन कस्तूरी कर्पूर द्वारा से श्रीअंग विलोपन करेंगे। शीतल जल द्वारा से दर्पणीय स्नान कराइबे और शीतल उपचार मान करेंगे। शर्कर सुमधुर पेय मिष्टान खजुरी नड़िया कदली पणस आख दुग्ध और नानाविध सुस्वाद फल भगवान को नैवेद्य कर कर्पूर लवंग और तांबूल अर्पण करेंगे। यह समय श्रीहरि दर्शन स्तव स्तुति मनुष्य मान प्रशंसनीय करें। रथस्थित देवता मान जो मैंने 3 चतुर्बार 7 बार 10 बार प्रदक्षिण कर ब्रह्मकर्तृक स्तोत्र मंत्र पाठ करते देहांत पर निश्चय ब्रह्मालोक को गमन करते। अपराह्न पुनर्बार पहंडी आरंभ करेंगे। से शीतल दक्षिणा पवन बहु वीणा वेणु काहाड़ी ध्वनि गायक मान संगीत गान कर गमन करेंगे। सूर्यास्त समय हेले सहस्र सहस्र दीपमाला प्रज्वलित करेंगे जपरी से आलोक रथ आलोकित होते संध्या बंदापन आरती करेंगे जहाँ देखा प्रबल जनगहली होता है। गुंडीचा मंदिर वेदी पूर्व सुसज्जित होता है तथापि चंद्रताप माल्य चामर द्वारा सुशोभित करेंगे। विभिन्न रुखरित तोरण अभ्यंतर स्वर्ण वेदिका चतुर्दिगर प्राचीर सबकि सुशोभित सुधालित होता स्थले
ପିଧାଲିପ୍ତ ହୋଇଥିବା ଦରକାର। ଆସ୍ଥାନ ମଣ୍ଡପକୁ ପାବଚ ଶ୍ରେଣୀ ଓ ସୁପ୍ରଶସ୍ତ 4 କୋଟି ଦ୍ୱାର ସଂଯୁକ୍ତ ହୋଇ ଏପରି ବୋଧ ହେଉଥିବ ଯେ ସେ ସ୍ଥାନଟି ତ୍ରୈଲୋକ୍ୟର ଅବଲମ୍ବିତ ଯଜ୍ଞ ମହାବେଦୀ, ଯାହାରେ ସ୍ୱୟଂ ମହାପ୍ରଭୁ ଦ୍ୱାରବ୍ରହ୍ମ ବିରାଜମାନ ହୋଇଛନ୍ତି। ଚତୁର୍ଦ୍ଦିନଶ ଅଧ୍ୟାୟ ମହାବେଦୀରେ ନବଦିନୋତ୍ସବ ବ୍ରତ ଦର୍ଶନ। ଯେମିନି କହିଲେ, ହେ ମୁନିଗଣ, ଇନ୍ଦ୍ରଦ୍ୟୁମ୍ନ ସରୋବର ଓ ନୃସିଂହଦେବଙ୍କ ଦକ୍ଷିଣରେ ଅବସ୍ଥିତ ଗୁଣ୍ଡିଚା ମଣ୍ଡପରେ ପରମ ବ୍ରହ୍ମ ଅଚିନ୍ତ୍ୟ ମହାପ୍ରଭୁ ଶ୍ରୀ ଜଗନ୍ନାଥ ବିରାଜମାନ ହେବାରୁ ମନେ ହେଲା ସତେ ଯେପରି ସେ ମନୁଷ୍ୟ ଦେହରେ ଅବତୀର୍ଣ୍ଣ ହୋଇ ଲୀଳା କରୁଛନ୍ତି। ମହାପ୍ରଭୁଙ୍କର ଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କାଳରେ ନାନାଦି ପୁଷ୍ପ ଅମାଲ୍ୟ ସୁଗନ୍ଧ କୃଷ୍ଣାଗରୁ ଭକ୍ଷ୍ୟ ଭୋଜ୍ୟ ଲେହ୍ୟ ପେୟ ଆଦି ସମସ୍ତ ଅନ୍ନ ବ୍ୟଞ୍ଜନ ପ୍ରଭୁଙ୍କୁ ନିବେଦନ କରିବେ। ପୂର୍ବେ ମହାରାଜ ଇନ୍ଦ୍ରଦ୍ୟୁମ୍ନଙ୍କୁ ଭଗବାନ ଏ ବର ଦେଇଥିଲେ ଯେ ପ୍ରତିବର୍ଷ ସେ ବିନ୍ଦୁ ତୀର୍ଥ ସରୋବର ଅର୍ଥାତ୍ ଇନ୍ଦ୍ରଦ୍ୟୁମ୍ନ ସରୋବର ନିକଟରେ ଗୁଣ୍ଡିଚା ମନ୍ଦିରରେ 7 ଦିନ ଅବସ୍ଥାନ କରିବେ ଏବଂ ସମସ୍ତ ତୀର୍ଥ ସେହି ସମୟରେ ଇନ୍ଦ୍ରଦ୍ୟୁମ୍ନରେ ମିଳିତ ହେବେ। ତେଣୁ ସେ ଏବେ ସେଠାରେ ଅବସ୍ଥାନ କରୁଛନ୍ତି। ଇନ୍ଦ୍ରଦ୍ୟୁମ୍ନ ସରୋବରରେ ସ୍ନାନ କରି ଗୁଣ୍ଡିଚା ମଣ୍ଡପସ୍ଥିତ ଭଗବାନ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କୁ ଯେଉଁମାନେ ଦର୍ଶନ କରନ୍ତି ସେମାନେ ସହଜ ମୁକ୍ତି ଲାଭ କରନ୍ତି। ଯେ ବ୍ୟକ୍ତି ସପ୍ତାହ ବ୍ୟାପୀ ଇନ୍ଦ୍ରଦ୍ୟୁମ୍ନ ସ୍ନାନ, ଭଗବାନ ନୃସିଂହଙ୍କ ଦର୍ଶନ ଏବଂ ଗୁଣ୍ଡିଚା ମଣ୍ଡପସ୍ଥିତ ଶ୍ରୀ ବିଗ୍ରହମାନଙ୍କୁ ଦର୍ଶନ କରନ୍ତି ସେମାନେ ନିଶ୍ଚିତ ବୈଷ୍ଣବ। ମହାବେଦୀରେ ଦିନବେଳେ ଭଗବାନଙ୍କୁ ଗୁଣ୍ଡିଚା ମଣ୍ଡପରେ ଦର୍ଶନ କଲେ ଯେତିକି ଫଳ ମିଳେ, ରାତ୍ରିରେ ଦର୍ଶନ କଲେ ତାର 10 ଗୁଣ ପୁଣ୍ୟ ହୁଏ, କାରଣ ଭଗବାନ ଜଗଦୀଶଙ୍କ ସମ୍ମୁଖରୁ ସମସ୍ତ କର୍ମ ସୁଫଳ ହୋଇଥାଏ। ମହାବେଦୀରେ ଭଗବାନଙ୍କର ଅବସ୍ଥାନ ଅତ୍ୟନ୍ତ ଦୁର୍ଲଭ ହୋଇଥିବାରୁ ଏଠାରେ ସାମାନ୍ୟ ମାତ୍ର ଦାନ ମଧ୍ୟ ମେରୁତୁଲ୍ୟ ଫଳପ୍ରଦ ହୋଇଥାଏ। ଏ ବିପ୍ରଗଣ, ଯୋଉ ଅନ୍ତୋଦୟ ଯୋଗ କଥା ମୁଁ ପୂର୍ବେ ଆପଣମାନଙ୍କୁ କହିଛି, ତାର ପୁଣ୍ୟ ଫଳ ଏହାର 16 ଭାଗରେ ମଧ୍ୟ ସମାନ ହେବ ନାହିଁ। ଏହି କ୍ଷେତ୍ରରେ ଅର୍ଥାତ୍ ଇନ୍ଦ୍ରଦ୍ୟୁମ୍ନ ସରୋବର, ଭଗବାନ ନୃସିଂହ, ଗୁଣ୍ଡିଚା ମନ୍ଦିର, ଯେଉଁମାନେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାତର୍ପଣ କରନ୍ତି ଏବଂ ପିତୃପୁରୁଷ ଯେଉଁ ଯୋନି ଅର୍ଥାତ୍ ନର ପଶୁ ପକ୍ଷୀ ଇତ୍ୟାଦି ପ୍ରାପ୍ତ ହୋଇଥାନ୍ତି ନା କାହିଁକି, ସେମାନେ ସମ୍ପୂର୍ଣ୍ଣ ମୁକ୍ତ ହୋଇଥାନ୍ତି। ମଘା ନକ୍ଷତ୍ରରେ ଏହା ହିଁ ପ୍ରୀତିପଦ। ତେଣୁ ଆଷାଢ଼ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଶ୍ରାଦ୍ଧ ତର୍ପଣ କରାଯାଇଥାଏ। ଏ ତିଥିରେ ପୁତ୍ର ଯଦି ସେହି କ୍ଷେତ୍ରରେ ପିଣ୍ଡଦାନ କରନ୍ତି ତେବେ ନିଜର ସପ୍ତପୁରୁଷ ତ ଉଦ୍ଧାର ହୋଇଥାନ୍ତି, ସେ ନିଜେ ମଧ୍ୟ ବ୍ରହ୍ମଲୋକ ଗମନ କରିଥାଏ। ସୂର୍ଯ୍ୟଙ୍କ ରଶ୍ମି ଅଳ୍ପ ମ୍ଳାନ ହେଲେ ସେହି 8 ମୁହୂର୍ତ୍ତ ଶ୍ରାଦ୍ଧ ପାଇଁ ପ୍ରଶସ୍ତ କାଳ। ଏହି କାଳରେ ଶ୍ରାଦ୍ଧାଦି ସମ୍ପୂର୍ଣ୍ଣ କରି ବ୍ରାହ୍ମଣମାନଙ୍କୁ ଦାନ ଦକ୍ଷିଣା ଭୋଜନ ସେ ତୃପ୍ତ କରାଇବେ। ଏଥିପାଇଁ ଅସମର୍ଥ ହେଲେ କେବଳ ପିତୃତର୍ପଣ କରି ପିତୃପୁରୁଷଙ୍କୁ ଜଣାଦାନ କରିବେ ଏବଂ ଅତି କମରେ ଜଣେ ବ୍ରାହ୍ମଣଙ୍କୁ ଭୋଜନ କରାଇବେ। ସେହି ଯୋଗ କଳରେ କିଏ ଭଲ ବ୍ରାହ୍ମଣ କିଏ ଖରାପ ବା ଶାସ୍ତ୍ରରେ ଅନପିଛି ଏପରି ବିଚାର କରିବେ ନାହିଁ, କାରଣ ସେହି ଯୋଗରେ ସମସ୍ତେ ବ୍ରାହ୍ମଣ ମୁନିମାନଙ୍କ ସମାନ ହୋଇଥାନ୍ତି। ଆଷାଢ଼ ମାସ ଶୁକ୍ଳପକ୍ଷ ପଞ୍ଚମୀ ମଘା ନକ୍ଷତ୍ର ଏବଂ ଭଗବାନଙ୍କର ଗୁଣ୍ଡିଚା ମନ୍ଦିରର ଅବସ୍ଥାନ, ଏହା ହେଲା ତ୍ରିତାପ ଯୋଗ। ଏଥିରେ ଇନ୍ଦ୍ରଦ୍ୟୁମ୍ନ ସ୍ନାନ ମିଶିଲେ ଚତୁଷ୍ପାଦ ଯୋଗ ହୁଏ। ଏହି କାଳ ପିତୃତର୍ପଣ ପାଇଁ ପ୍ରଶସ୍ତ ହେତୁ ଏବେ ହେଲେ ଏହାକୁ ହାତଛଡ଼ା କରିବା ଉଚିତ ନୁହେଁ। ହେ ବିପ୍ରଗଣ, ଏବେ ଆପଣଙ୍କୁ ଅନ୍ୟ ଶ୍ରାଦ୍ଧ ବିଷୟରେ କହୁଛି, ଶୁଣନ୍ତୁ। ଚତୁର୍ଦିଗର ଭାଦ୍ରବ ମାସ ଅମାବାସ୍ୟା ଶ୍ରାଦ୍ଧ ନିମିତ୍ତ ପ୍ରଶସ୍ତ। ତେଣୁ ଯେଉଁ ବ୍ୟକ୍ତି ଇନ୍ଦ୍ରଦ୍ୟୁମ୍ନ ସରୋବରରେ ସ୍ନାନ କରି ଅମାବାସ୍ୟା ତିଥିରେ ପିତୃଶ୍ରାଦ୍ଧ କରନ୍ତି ସେମାନେ ଗୟା ଶ୍ରାଦ୍ଧର ଫଳ ଲାଭ କରନ୍ତି। ଭଗବାନଙ୍କର ଗୁଣ୍ଡିଚା ମଣ୍ଡପ ଅବସ୍ଥାନ କାଳରେ ଜପ ହୋମ ଆଦି କଲେ ଅନେକ ପାପର ମୁକ୍ତି ମିଳିଥାଏ। ଆଷାଢ଼ ଶୁକ୍ଳ ଦ୍ୱିତୀୟା ପ୍ରାତଃ କାଳରେ ଇନ୍ଦ୍ରଦ୍ୟୁମ୍ନ ସରୋବରରେ ସ୍ନାନ କରି ଭଗବାନ ନୃସିଂହଙ୍କୁ ଦର୍ଶନ କରି ଯଥାବିଧି ସଂକଳ୍ପ କରି ଭଗବାନଙ୍କ ପ୍ରୀତି ଉଦ୍ଦେଶ୍ୟରେ ବନ ଜାଗରଣ ନାମକ ବ୍ରତ କରିବେ। ଏହି ବ୍ରତ 7 ଦିବସ ବ୍ୟାପୀ ଏବଂ ଏ 7 ଦିବସ ସମ୍ପୂର୍ଣ୍ଣ ମୌନ ରହି ତ୍ରିସନ୍ଧ୍ୟା କରି କଳସ ଉପରିସ୍ଥ ଭଗବାନଙ୍କୁ ପୂଜା କରିବେ। ଦିବାରାତ୍ରି 7 ଦିନ ପର୍ଯ୍ୟନ୍ତ ପ୍ରଭୁଙ୍କ ସମ୍ମୁଖରେ ଘିଅ ଦୀପ ଜାଳିବେ ଏବଂ ତାହା ଯେପରି ନିର୍ବାପିତ ନ ହେବ ସେଥିପ୍ରତି ଦୃଷ୍ଟି ଦେବେ। ପ୍ରତ୍ୟେକ ରାତିରେ ଭାଗବତ ମନ୍ତ୍ର ଜପ କରିବେ। ଅଷ୍ଟମ ଦିନ ପ୍ରାତରୁ ଇନ୍ଦ୍ରଦ୍ୟୁମ୍ନରେ ସ୍ନାନ କରି ଘରକୁ ଆସି ସର୍ବତ ଭଦ୍ରମଣ୍ଡଳ ଉପରେ କୁମ୍ଭ ସ୍ଥାପନ କରିବେ। ତାପରେ ଭଗବାନଙ୍କୁ ଆବାହନ କରି କୌଣସି ସତ୍ୟ ବ୍ରାହ୍ମଣଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଇବେ। ଘଟର ପଶ୍ଚିମ ଦିଗରେ ଯଜ୍ଞକୁଣ୍ଡ ସ୍ଥାପନ କରି 7 ସଂଖ୍ୟକ ଆହୁତି ପ୍ରଦାନ କରିବେ। ବୈଷ୍ଣବ ଗାୟତ୍ରୀ ମନ୍ତ୍ରରେ ହିଁ ହୋମ କରିବେ। ବ୍ରତ ସମାପନ କରି ବ୍ରାହ୍ମଣଙ୍କୁ ଗାଭୀ, ସ୍ୱର୍ଣ୍ଣ ବସ୍ତ୍ର, ଅଳଙ୍କାର ଭୋଜନ ଦାନ କରିବେ। ଏହି ବ୍ରତରେ ଅଭିଷ୍ଟ ପୂର୍ଣ୍ଣ ହୋଇଥାଏ। କେବଳ ରାଜା ନୁହନ୍ତି, ଯେକୌଣସି ବ୍ୟକ୍ତି ବ୍ରତ କଲେ ଚତୁର୍ଭଗ ଫଳ ପ୍ରାପ୍ତି ହୋଇଥାନ୍ତି। ନାରୀମାନେ ମଧ୍ୟ ବ୍ରତ କରିପାରିବେ। ରଥଯାତ୍ରା କାଳରେ ଯେପରି ଫଳ ପ୍ରାପ୍ତି ହୁଏ, ଏହି ବ୍ରତ କଲେ ମଧ୍ୟ ସେ ଫଳ ପ୍ରାପ୍ତି ହୁଏ। ଏକଥା ଅନେକ ପାପର ମୁକ୍ତି ମିଳିଥାଏ। ଆଷାଢ଼ ଶୁକ୍ଳ ଦ୍ୱିତୀୟା ପ୍ରାତଃ କାଳରେ ଇନ୍ଦ୍ରଦ୍ୟୁମ୍ନ ସରୋବରରେ ସ୍ନାନ କରି ଭଗବାନ ନୃସିଂହଙ୍କୁ ଦର୍ଶନ କରି ଯଥାବିଧି ସଂକଳ୍ପ କରି ଭଗବାନଙ୍କ ପ୍ରୀତି
ପ୍ରୀତି ଉଦ୍ଦେଶ୍ୟରେ ବନ ଜାଗରଣ ନାମକ ବ୍ରତ କରିବେ। এই ବ୍ରତ 7 ଦିବସ ବ୍ୟାପୀ ଏବଂ এই 7 ଦିବସ ସମ୍ପୂର୍ଣ୍ଣ ମୌନ ରହି ତ୍ରିସନ୍ଧ୍ୟା କରି କଳସ ଉପରିସ୍ଥ ଭଗବାନଙ୍କୁ ପୂଜା କରିବେ। ଦିବାରାତ୍ରି 7 ଦିନ ପର୍ଯ୍ୟନ୍ତ ପ୍ରଭୁଙ୍କ ସମ୍ମୁଖରେ ଘିଅ ଦୀପ ଜାଳିବେ ଏବଂ ତାହା ଯେପରି ନିର୍ବାପିତ ନ ହେବ ସେଥିପ୍ରତି ଦୃଷ୍ଟି ଦେବେ। ପ୍ରତ୍ୟେକ ରାତିରେ ଭାଗବତ ମନ୍ତ୍ର ଜପ କରିବେ। ଅଷ୍ଟମ ଦିନ ପ୍ରାତରୁ ଇନ୍ଦ୍ରଧନୁରେ ସ୍ନାନ କରି ଘରକୁ ଆସି ସର୍ବତ ଭଦ୍ରମଣ୍ଡଳ ଉପରେ କୁମ୍ଭ ସ୍ଥାପନ କରିବେ। ତାପରେ ଭଗବାନଙ୍କୁ ଆବାହନ କରି କୌଣସି କ୍ଷତ୍ରିୟ ବ୍ରାହ୍ମଣଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଇବେ। ଘଟର ପଶ୍ଚିମ ଦିଗରେ ଯଜ୍ଞକୁଣ୍ଡ ସ୍ଥାପନ କରି 7 ସଂଖ୍ୟକ ଆହୁତି ପ୍ରଦାନ କରିବେ। ବୈଷ୍ଣବ ଗାୟତ୍ରୀ ମନ୍ତ୍ରରେ ହୋମ କରିବେ। ବ୍ରତ ସମାପନ କରି ବ୍ରାହ୍ମଣଙ୍କୁ ଗାଭୀ ସ୍ୱର୍ଣ୍ଣ ବସ୍ତ୍ର ଅଳଙ୍କାର ଭୋଜନ ଦାନ କରିବେ। ଏହି ବ୍ରତରେ ଅଭିଷ୍ଟ ପୂର୍ଣ୍ଣ ହୋଇଥାଏ। କେବଳ ରାଜା ନୁହନ୍ତି, ଯେକୌଣସି ବ୍ୟକ୍ତି ବ୍ରତ କଲେ ଚତୁର୍ଭୁଗ ଫଳ ପ୍ରାପ୍ତି ହୋଇଥାନ୍ତି। ନାରୀମାନେ ମଧ୍ୟ ଏ ବ୍ରତ କରିପାରିବେ। ରଥଯାତ୍ରା କାଳରେ ଯେପରି ଫଳ ପ୍ରାପ୍ତି ହୁଏ, ଏହି ବ୍ରତ କଲେ ମଧ୍ୟ ସେ ଫଳ ପ୍ରାପ୍ତି ହୁଏ। ଏକଥା ମୁଁ ଅତ୍ୟନ୍ତ ଆନନ୍ଦ ସହକାରେ ଆପଣଙ୍କ ଆଗରେ ପ୍ରକାଶ କଲି।